ନମସ୍କାର। ଭକ୍ତିର ଶକ୍ତି ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଭଗବାନ ହନୁମାନଙ୍କର ସିଦ୍ଧି ଓ ସାଧନା ବିଷୟରେ କହିବାକୁ ଯାଉଛି। ଯଦି ପ୍ରଥମ ଥର ପାଇଁ ଆପଣମାନେ ମୋ ଚ୍ୟାନେଲକୁ ଆସିଥାନ୍ତି ତେବେ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲନ୍ତୁ ନାହିଁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଏବଂ କମେଣ୍ଟରେ ଜୟ ହନୁମାନ ଲେଖିବାକୁ ଭୁଲନ୍ତୁ ନାହିଁ। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଭଗବାନ ହନୁମାନଙ୍କ ସିଦ୍ଧି ଏବଂ ସାଧନା ବହୁତ ସରଳ। 40 ଦିନ ଯାଏ ଦିନକୁ 108 ଥର ପାଠ କରନ୍ତୁ ଏବଂ ମନେ ରଖନ୍ତୁ 40 ଦିନ ଯାଏ ଭୂମି ଉପରେ ଶୋଇବାକୁ ପଡ଼ିଥାଏ, ନିଜ ହାତରେ ଖାଇବାକୁ ପଡ଼ିଥାଏ ଏବଂ ନଖ ଆଉ ବାଳ କାଟିବା ଅନୁଚିତ ଅଟେ। ପ୍ରତିଦିନ 10 ଥର ହନୁମାନ ଚାଳିଶା ଯଜ୍ଞ କରି ଅଗ୍ନିରେ ଘିଅ ଦେବାକୁ ପଡ଼ିଥାଏ। ହନୁମାନ ଚାଳିଶାରେ ଲେଖା ଅଛି, जो 112 पाठ कर कोई छूटई बंदी महासुख होई, जो यो पढ़े हनुमान चालीसा होय सिद्धि साखी गौरीसा। ଏହା ମାନେ ତୁଳସୀ ଦାସ ନିଜେ ହନୁମାନ ଚାଳିଶାରେ ଲେଖିଛନ୍ତି ଯେ 40 ଦିନ ଭିତରେ ସିଦ୍ଧି ହେବ। ମନେ ରଖନ୍ତୁ, ଭଗବାନ ହନୁମାନଙ୍କ ସିଦ୍ଧି ଏବଂ ସାଧନା କରିବା ପୂର୍ବରୁ ଅଖଣ୍ଡ ବ୍ରହ୍ମଚାରୀ ପାଳନ କରିବାକୁ ପଡ଼ିଥାଏ ଆଉ ମନରେ ବିଶ୍ୱାସ, ଭକ୍ତି ଭାବନା ରଖିବାକୁ ପଡ଼ିଥାଏ। କାହା ମନରେ ଦୁଃଖ ଦେବେନି, କାହାକୁ କଟୁ କଥା କହିବେ ନାହିଁ। 40 ଦିନ ଯାଏ ନିଜ ହାତରେ ରୋଷେଇ କରି ସେଠାରେ ରହିବେ ଏବଂ ନିଜ ହାତରେ ଖାଇବେ। ବ୍ରହ୍ମ ମୁହୂର୍ତ୍ତରୁ ଉଠି ରାମ ନାମ ଜପ କରିବେ। ସକାଳୁ ଏବଂ ସନ୍ଧ୍ୟା ସମୟରେ ଜପ କରିବେ। ରାତ୍ରି ସମୟରେ ଅଗ୍ନିରେ ଆହୁତି ଦେବେ, ତାପରେ ଶୋଇବେ। ଆପଣମାନେ ଦେଖିବେ ନିଶ୍ଚୟ ହନୁମାନ 40 ଦିନ ଭିତରେ ବ୍ରାହ୍ମଣ ରୂପରେ କିମ୍ବା ବାନର ରୂପରେ କିମ୍ବା ମନୁଷ୍ୟ ରୂପରେ ଆପଣଙ୍କୁ ଦର୍ଶନ ଦେବେ କିମ୍ବା ସ୍ୱପ୍ନରେ ମଧ୍ୟ ଦର୍ଶନ ଦେଇପାରନ୍ତି। ତାହେଲେ ଆପଣମାନେ ଜାଣିବେ ଯେ ଆପଣଙ୍କ ହନୁମାନ ସାଧନା ସମ୍ପୂର୍ଣ୍ଣ ହେଲା ବୋଲି ଏବଂ ସିଦ୍ଧିର ବରଦାନ ଆପଣଙ୍କୁ ଆଶୀର୍ବାଦ କରିବେ।